ବାରତା ଆସିଛି ଆଜି। ଶୁଣ ଭାଇ ଏ ଭଉଣୀ, ନିରାଶାରେ ଅଛ କି ଆଜି? ତେବେ ଶୁଣ ଏ ଭାଇ, ଶୁଭ ବାରତା ଆସିଛି ଆଜି। ସରଗର ଏ ବାରତା, ପ୍ରେମର ବାରତା, ସତ୍ୟମୁଖୀର ବାରତା, ପରିତ୍ରାଣର କଥା। ଶୁଭ ବାରତା ଆସିଛି ଆଜି। প্রিয় শ্ରୋତା ବନ୍ଧୁ, ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କ ଗୌରବମୟ ନାମରେ ଆପଣଙ୍କୁ ଶୁଭେଚ୍ଛା। ପବିତ୍ର ବାଇବଲର ମାଥ୍ୟୁ ଲିଖିତ ସୁସମାଚାର 4 ଅଧ୍ୟାୟର 16 ପଦରେ ଆମମାନେ ଏହିପରି ପାଠ କରୁ। ଅନ୍ଧକାରବାସୀ ଲୋକେ ମହାଆଲୋକ ଦର୍ଶନ କଲେ, ଆଉ ମୃତ୍ୟୁର ଅଞ୍ଚଳ ଓ ଛାୟାରେ ଅବସ୍ଥିତ ଲୋକଙ୍କ ନିମନ୍ତେ ଆଲୋକ ଉଦିତ ହେଲା। ପ୍ରଭୁ ଶ୍ରୀଖ୍ରୀଷ୍ଟ ଆପଣା ସେବା କାର୍ଯ୍ୟ ନିମନ୍ତେ ସବୁଲୋନ ଓ ନପ୍ତାଲି ଅଞ୍ଚଳରେ ଥିବା ସମୁଦ୍ର କୂଳ ସ୍ଥିତ କଫରନାହୁମକୁ ଯାଇ ବାସ କଲେ। ଏହା ଏପରି ହେବାର କାରଣ ଯେପରି ଯିଶାୟ ଭବିଷ୍ୟତ ବ୍ୟକ୍ତିଙ୍କ ଭବିଷ୍ୟତବାଣୀ ସଫଳ ହୁଏ, ଯାହା କହେ, ସବୁଲୋନ ଦେଶ ଓ ନପ୍ତାଲି ଦେଶ, ସମୁଦ୍ର ନିକଟବର୍ତ୍ତୀ ଓ ଜର୍ଦ୍ଦନର ଅପର ପାର୍ଶ୍ୱସ୍ଥ ବିଜାତି ମାନଙ୍କ ଗାଲିଲି। ଅନ୍ଧକାରବାସୀ ଲୋକେ ମହାଆଲୋକ ଦର୍ଶନ କଲେ, ଆଉ ମୃତ୍ୟୁର ଅଞ୍ଚଳ ଓ ଛାୟାରେ ଅବସ୍ଥିତ ଲୋକଙ୍କ ନିମନ୍ତେ ଆଲୋକ ଉଦିତ ହେଲା। କଫରନାହୁମର ଲୋକମାନେ କଠିନ ମନା ଥିଲେ, ଅର୍ଥାତ୍ ସେମାନେ ଈଶ୍ୱରୀୟ ଏବଂ ଆତ୍ମିକ ବିଷୟକୁ ବୁଝିବାରୁ ବହୁ ଦୂରରେ ଥିଲେ। ସେମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ କାର୍ଯ୍ୟ ଦେଖି ଓ ଶିକ୍ଷା ଶୁଣି ସୁଦ୍ଧା ନିଜ ନିଜର ପାପରୁ ମନ ପରିବର୍ତ୍ତନ କଲେ ନାହିଁ। ସେମାନେ ପାପର ଅନ୍ଧକାରରେ ବାସ କରୁଥିଲେ। ପାପର ବେତନ ତ ମୃତ୍ୟୁ। ଏଥିପାଇଁ ସେମାନଙ୍କୁ ମୃତ୍ୟୁର ଅଞ୍ଚଳ ଓ ଛାୟାରେ ଅବସ୍ଥିତ ଲୋକ ବୋଲି କୁହାଗଲା। ପ୍ରତ୍ୟେକ ମନୁଷ୍ୟର ଅବସ୍ଥା ମଧ୍ୟ ଠିକ ସେହିପରି ଅଟେ, ଅର୍ଥାତ୍ ସେମାନେ ପାପର ଅନ୍ଧକାରରେ, ମୃତ୍ୟୁର ଅଞ୍ଚଳରେ ଓ ମୃତ୍ୟୁ ଛାୟାରେ ବାସ କରନ୍ତି। ମନୁଷ୍ୟକୁ ଏହିପରି ଭୟାନକ ଅବସ୍ଥାରୁ ରକ୍ଷା କରିବା ନିମନ୍ତେ ହିଁ ପ୍ରଭୁ ଯୀଶୁଖ୍ରୀଷ୍ଟ କାଲବରୀ କ୍ରୁଶରେ ଆପଣାକୁ ବଳିଦାନ କଲେ। ପୁଣି ସେ ପୁନରୁତ୍ଥାନ ଦ୍ୱାରା ପାପ ଓ ମୃତ୍ୟୁକୁ ପରାଜିତ କଲେ। ସେ ସମସ୍ତ ପାପୀଙ୍କ ନିମନ୍ତେ ଜ୍ୟୋତି ଅଟନ୍ତି, ଯାହା ସ୍ୱର୍ଗରୁ ପୃଥିବୀରେ ଦୀପ୍ତିମାନ ହୋଇଅଛି। ଯେ କେହି ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କୁ ନିଜର ତ୍ରାଣକର୍ତ୍ତା ଓ ପ୍ରଭୁ ରୂପେ ଗ୍ରହଣ କରେ, ସେ ପାପର ଅନ୍ଧକାରରୁ ବାହାର ହୋଇ ଈଶ୍ୱରଙ୍କ ଜ୍ୟୋତିରେ ପ୍ରବେଶ କରେ ଓ ମୃତ୍ୟୁର ପ୍ରଭାବରୁ ରକ୍ଷା ପ୍ରାପ୍ତ ହୁଏ। ପାପ ଓ ମୃତ୍ୟୁର ଶକ୍ତିରୁ ଆପଣ ମଧ୍ୟ ଯେପରି ରକ୍ଷା ପାଇବେ, ଈଶ୍ୱରଙ୍କ ନିକଟରେ ଆପଣଙ୍କ ନିମନ୍ତେ ଆମର ଏହି ପ୍ରାର୍ଥନା।